ତ ସବୁ ସାଇଜ୍ କରି ସାରିଲା ପରେ ଆସି ଟାଇମ୍ ଆସି ହେଇଗଲାଣି 7ଟା, ମାନେ 7ଟା ବାଜିଗଲା ଘରଟା ପୁରା କ୍ଲିନ୍ କରିବା ପାଇଁ। ସବୁ କଲର୍ ସରିଯାଇଛି, ଏଠି ଝରକା ସବୁ କଲର୍ ସରିଛି, ଆଉ ଡୋର୍ ବି କଲର୍ ସରିଛି, ସବୁ ପ୍ରତି ଡୋର୍ ବି କଲର୍ ସରିଯାଇଛି। ତାପରେ ବ୍ୟାକ୍ ସାଇଡ଼୍ ଆମର କିଚେନ୍ଟା ବି ସେମିତି କଲର୍ ସରିଯାଇଛି। ତ ପୂର୍ବ ବ୍ଲଗ୍ରେ ଦେଖିଥିବେ। ଆଉ ସବୁ ଜିନିଷପତ୍ର ଯେମିତି ଅଛି ସବୁ ପୁରା ସାଇଜ୍ କରି ରଖିଆଯାଏ, ପୁରା ଜିନା ହାଣି ପୁରା ଟୋଟାଲ ଆକୁ ସବୁ ସାଇଜ୍ କରିକିରି ଘର ଟୋଟାଲ ପୋଛା ମାରି ସବୁ କ୍ଲିନ୍ କରି, ଏଠି ର୍ୟାକ୍ ବି ବହୁତ ଅଳିଆ ଅସନା ହେଇଥିଲା, ଏ ଜାଗାରେ ଏଠି ପୁରା କ୍ଲିୟର ହେଇଗଲାଣି। ଦେଖୁଛନ୍ତି ଏ ସବୁ ଆମର ମସଲା ଡବା ସବୁ ବାହାରକୁ ବାହାରି ଯାଇଥିଲା, ସବୁ ତାକୁ ରଖିବାକୁ ପଡ଼ିଲା ପୁଣି ତା ଜାଗାରେ। ଆଉ ଏ ଜାଗାରେ କ'ଣ ନା ଲାଗିବ ବୋଲିକିରି ଡ୍ରେସ୍ ଗୁରା ସବୁ ଲାଗିବ କଲର୍, ସେଥିପାଇଁ ଏଠି ଆଉ ପକେଇ ନାହିଁ, ସବୁ ଯାକ ଏମିତି ଅଳିଆ ଅସନା ହେଇ ଡ୍ରେସ୍ ସବୁ ଅଛି। ତ ଠିକ୍ ଅଛି, କେମିତି କ'ଣ ରହିଛି ପୁରା ସବୁ ଦେଖିଥିବେ, ପୁରା ଅଳିଆ ଅସନା ହେଇ ପଡ଼ିଥିଲା, ସବୁ ସାଇଜ୍ କରିକିରି ଏଇଠି ମୁଁ ଏବେ ବସିଥିଲି ଟିକେ, ପୁରା ମାନେ ବହୁତ କଷ୍ଟ ହେଲାଣି ହେଲା, ଗୋଟେ ଘର ସଜାଡ଼ିବା ବହୁତ କଷ୍ଟ। ତ ଆପଣମାନେ ଘର ସଜାଡ଼ୁଛନ୍ତି କି ନା ନାଇଁ, କେମିତି କ'ଣ କରୁଛନ୍ତି, କେମିତି କଷ୍ଟ ହେଉଛି ଆପଣମାନଙ୍କୁ ଟିକେ କମେଣ୍ଟ ମାଧ୍ୟମରେ ଜଣେଇବେ। ମୋର ତ ଆଜି ବହୁତ କଷ୍ଟ ହେଇଛି, କାହିଁକିନା ସାଡ଼ୁ ଡ୍ୟୁଟିରୁ ଆସିକିରି ପୁଣି ଘର କାମଟା କରିବା ପୁରା ମହାନ ବହୁତ କଷ୍ଟ। ତ ସେଥିପାଇଁ ରହୁଛି, ବାଏ।